ପିଲାମାନେ ଆଜି ଆମେ କ୍ଲାସ୍ 4 ଏବଂ 5ର ଲେବୁଲ୍ 2 ଗଣିତ ଉଜ୍ଜଳ ବହିର କାର୍ଯ୍ୟଫର୍ଦ୍ଦ 1 ଜ୍ୟାମିତିର ମୌଳିକ ଧାରଣା କାର୍ଯ୍ୟଫର୍ଦ୍ଦଟିକୁ କିପରି କରିବା। ତେବେ ଆସ ସେହି କାର୍ଯ୍ୟଫର୍ଦ୍ଦ 1ର ଜ୍ୟାମିତିର ମୌଳିକ ଧାରଣା ବିଷୟରେ ଆଲୋଚନା କରିବା। କାର୍ଯ୍ୟଫର୍ଦ୍ଦ 1 କାର୍ଯ୍ୟଫର୍ଦ୍ଦ 1 ଜ୍ୟାମିତିର ମୌଳିକ ଧାରଣା। ଜ୍ୟାମିତିର ମୌଳିକ ଧାରଣା। କିନ୍ତୁ ଏଠାରେ ପ୍ରଶ୍ନ ଦିଆଯାଇଛି ନିମ୍ନ ଚିତ୍ରଗୁଡ଼ିକୁ ଦେଖି ଏବଂ ସେଗୁଡ଼ିକରେ ଥିବା ବାହୁମାନଙ୍କ ସଂଖ୍ୟା ଏବଂ ଶୀର୍ଷବିନ୍ଦୁମାନଙ୍କର ସଂଖ୍ୟା ଗଣି ଲେଖ। ତେଣୁ ତୁମକୁ କ'ଣ ଲେଖିବାକୁ ହେବ ନା ବାହୁ ଆଉ ଶୀର୍ଷ ବାହୁ ଶୀର୍ଷ ବିନ୍ଦୁ କାର୍ଯ୍ୟଫର୍ଦ୍ଦ 1 କୁ କରିବା ପୂର୍ବରୁ କାର୍ଯ୍ୟଫର୍ଦ୍ଦ 1 କୁ କରିବା ପୂର୍ବରୁ ଜ୍ୟାମିତିକ ଚିତ୍ର ବାହୁ ଶୀର୍ଷ ଏବଂ ବିନ୍ଦୁ ଓ ଜ୍ୟାମିତିକ ଚିତ୍ରର ଗଠନ ବିଷୟରେ ଜାଣିବା। କାର୍ଯ୍ୟଫର୍ଦ୍ଦ 1 କାର୍ଯ୍ୟ କରିବା ପୂର୍ବରୁ ଆମେ କାହା ବିଷୟରେ ଜାଣିବା ନା ଜ୍ୟାମିତିକ ଚିତ୍ର 2ରେ ବାହୁ 3ରେ ଶୀର୍ଷ 4ରେ ବିନ୍ଦୁ ଏହି 4ଟି ଜିନିଷ ଆମେ ଜାଣିବା। ତେଣୁ ପ୍ରଥମେ ଆମକୁ ଜାଣିବାକୁ ହେବ ଯେ ଜ୍ୟାମିତି କ'ଣ। କାର୍ଯ୍ୟଫର୍ଦ୍ଦ 1 କରିବା ପୂର୍ବରୁ ଆମକୁ ଜାଣିବାକୁ ହେବ ଯେ ଜ୍ୟାମିତି କ'ଣ। ଜ୍ୟାମିତି କ'ଣ? ଜ୍ୟାମିତି କାହାକୁ କୁହାଯାଏ ବା ଜ୍ୟାମିତି କ'ଣ? ନା ଜ୍ୟାମିତି ଶବ୍ଦଟି ଗ୍ରୀକ୍ ଶବ୍ଦ। এই জ্যামিতি শব্দটি না গ্রিক শব্দ যা ও মিতি দুইটি শব্দ সমূহ বিশিষ্ট এক শব্দ অটে। তেণু যার অর্থ ହେଉଛି ପୃଥିବୀ। ତେଣୁ ଏ ଯାର ଅର୍ଥ ପୃଥିବୀ ଏବଂ ମିତିର ଅର୍ଥ ହେଉଛି ମାପ। ତେଣୁ ଜ୍ୟାମିତିର ଅର୍ଥ ଯେ ପୃଥିବୀର
ମାପ ପୃଥିବୀର ମାପ ଏବଂ ଏ ଜ୍ୟାମିତିର ଜନକ ହେଉଛନ୍ତି ୟୁକ୍ଲିଡ। ତେବେ ଆମେ ଜାଣିବୁ ଯେ କାର୍ଯ୍ୟଫଳ 1ରେ ଆମକୁ କହିଛି ଚିତ୍ରରୁ ବାହୁ ଏବଂ ଶୀର୍ଷବିନ୍ଦୁ ଗୁଡ଼ିକୁ ଗଣି ସଂଖ୍ୟା ଲେଖ। ନା କ'ଣ? ନା ଜ୍ୟାମିତିକ ଚିତ୍ରରୁ ଆମେ କ'ଣ ଗଣି ବାହାର କରିବା? ନା ବାହୁ ଓ ଶୀର୍ଷ ବିନ୍ଦୁ। ତେଣୁ ଆମକୁ ବାହୁ, ଶୀର୍ଷବିନ୍ଦୁ ଏବଂ ଜ୍ୟାମିତିକ ଚିତ୍ର ଗଠନ ବିଷୟରେ ଜାଣିବା। ଏହି ବାହୁ ଏବଂ ଶୀର୍ଷବିନ୍ଦୁ ବାହାର କରିବା ପୂର୍ବରୁ ଆମକୁ କ'ଣ କରିବାକୁ ହେବ? ନା ଶୀର୍ଷ, ବିନ୍ଦୁ, ବାହୁ ଓ ଜ୍ୟାମିତିକ ଚିତ୍ର ଗଠନ ବିଷୟରେ ଆମେ ଜାଣିବା। ତେବେ ଆସ ଆମେ ଜାଣିବା ବାହୁ କାହାକୁ କୁହାଯାଏ। 1ରେ ବାହୁ କାହାକୁ କୁହାଯାଏ? ନା ବାହୁ ଗୋଟିଏ ସରଳ ରେଖା ବା ସିଧାଗାର ବିଶିଷ୍ଟ ରେଖା। ଏହି ବାହୁ ହେଉଛି ନା ଏକ ସରଳ ରେଖା ବା ସିଧାଗାର ବିଶିଷ୍ଟ ରେଖା। ଏ ଗୋଟେ ହେଉଛି ରେଖା। ବାହୁ ହେଉଛି ଗୋଟିଏ ଗାର ବା ସରଳ ରେଖା। କିନ୍ତୁ ରେଖା ବା ଗାର ଆମର ବିଭିନ୍ନ ପ୍ରକାର ହେଇଥାଏ। এই ବାହୁ ବା ରେଖା ଆମର ବିଭିନ୍ନ ପ୍ରକାର ହେଇଥାଏ। କ'ଣ? ନା ସରଳ ରେଖା ଯାହାର ଉଭୟ ପାର୍ଶ୍ୱରେ 2ଟି ତୀର ଚିହ୍ନ ଥାଏ। ପୁଣି ରେଖାଖଣ୍ଡ ଯାହାର ଉଭୟ ପାର୍ଶ୍ୱରେ 2ଟି ବିନ୍ଦୁ ଥାଏ। ଏହାକୁ ରେଖାଖଣ୍ଡ କୁହାଯାଏ। ସିରେ ରଶ୍ମି ରେଖା ନା ରଶ୍ମି ରେଖା ହେଉଛି ଗୋଟିଏ ପ୍ରାନ୍ତରେ ବିନ୍ଦୁ, ଅନ୍ୟ ପାର୍ଶ୍ୱରେ ତୀର ଚିହ୍ନ। ତେବେ ଆମେ ଜାଣିଲୁ ବାହୁର କେତେ ଗୁଡ଼ିଏ ରେଖା: ସରଳ ରେଖା, ରେଖାଖଣ୍ଡ,
रश्मि रेखा। द्वितीय बा 2 नंबर रे ना बिंदु। बिंदु बिंदु क्या कहवा? बिंदु क्या कहवा? बिंदु गोटे छोट दाग। बिंदु होउची गोटे छोट दाग बा बिंदु अटे। धरा जो मु पेन टेब रे मु एई पेन टेब रे जोर रे चाप देवी। एठी गोटे जोर रे चाप देली। चाप देला परे पेन टेपटी को मु उठाइली। उठाइला परे एठी जो दाग आसिला, एठी जो दाग आसिला बा जो दाग चिन्ह सृष्टि हैला, जो दाग चिन्ह सृष्टि हैला से दाग चिन्हटी होउची बिंदु। तेबे या को आमे कहि परिबा बिंदु। 3 नंबर ना शीर्ष। कौन ना शीर्ष। दुईटी रेखार ये गोटे रेखा, ये गोटे रेखा, दुईटी रेखा, दुईटी रेखार प्रांत बिंदु, यार प्रांत बिंदु एटा गुड़े, एटा गुड़े, यार प्रांत बिंदु एटा गुड़े, एटा गुड़े। दुईटी रेखार प्रांत बिंदु गोटे जगार स्पर्श कले, गोटे जगार स्पर्श कले, यार प्रांत बिंदु बिंदु एवं ए रेखार प्रांत बिंदु गोटे जगार स्पर्श कले ना कौन ना गोटे जगार स्पर्श कले जो स्पर्श स्थली को शीर्ष कहुए। आस तेबे ये दुईटी रेखाखंड को गोटे जगार बा बिंदु स्पर्श कराइबा। तेबे ये होची गोटे रेखा, रेखाखंड, ये गोटे रेखाखंड। ताले दुईटी रेखाखंड गोटे बिंदु रे स्पर्श कले एवं जो स्पर्श स्थली एइटे स्पर्श कला ताले ए स्पर्श स्थली को कहाजिबो ना शीर्ष। ए स्पर्श स्थली को कहाजिबो शीर्ष। 4 नंबर ना ज्यामितिक चित्रर गठन। ज्यामितिक चित्रर गठन। ज्यामितिक चित्रर गठन। ज्यामितिक चित्रर गठन ना ज्यामितिक चित्रटी बिंदु रेखा शीर्ष को नहीं गठन होता है जहाँकि आबद्ध चित्र अटे। ज्यामितिक चित्र गठन होची ना बिंदु को नहीं, बाहु को नहीं, बिंदु बाहु शीर्ष बिंदु
ଏହି ତିନୋଟି ଜିନିଷକୁ ନେଇ ଆମେ ଜ୍ୟାମିତିକ ଚିତ୍ର ଗଠନ କରିଥାଉ ବା ଅଙ୍କନ କରିଥାଉ। ଉଦାହରଣ ସ୍ୱରୂପ ମୁଁ ପ୍ରଥମେ ତିନୋଟି ବିନ୍ଦୁ ନେବି ବା ମୁଁ ବିନ୍ଦୁ ନେବି। କ'ଣ ନେବି ନା ବିନ୍ଦୁ। ଅଲଗା ଅଲଗା ତିନୋଟି ବିନ୍ଦୁ ନେବି। ଇଏ ଗୋଟେ ବିନ୍ଦୁ, ଇଏ ଗୋଟେ ବିନ୍ଦୁ ଏବଂ ଇଏ ଗୋଟେ ବିନ୍ଦୁ। ମୁଁ ତିନୋଟି ବିନ୍ଦୁ ନେବି। এই ବିନ୍ଦୁକୁ କ'ଣ କରିବି ନା ରେଖା ଦ୍ୱାରା ଯୋଡ଼ିଦେବି ବା ରେଖାଖଣ୍ଡ ଦ୍ୱାରା ଯୋଡ଼ିଦେବି। ତାହେଲେ ରେଖାଖଣ୍ଡ ଦ୍ୱାରା ଯୋଡ଼ିଦେବା। ରେଖାଖଣ୍ଡ ଦ୍ୱାରା ଯୋଡ଼ିଦେଲି ଏବଂ ଏ ଯେଉଁ ଚିତ୍ର ଗଠନ ବା ଅଙ୍କନ କରାଗଲା ଏହାର କୌଣସି ପାର୍ଶ୍ୱରେ ଫାଙ୍କା ନାହିଁ। ତେଣୁ ଇଏ ଏକ ଆବଦ୍ଧ ଚିତ୍ର। ତେବେ ଆମେ ବିନ୍ଦୁକୁ ନେଇ ମଧ୍ୟ ଆମେ ଜ୍ୟାମିତିକ ଚିତ୍ର ଅଙ୍କନ କରିପାରିବା ଏବଂ ଏ ଯେଉଁ ଚିତ୍ର ଅଙ୍କନ କରାଯାଇଛି ଏହାର ନାମ ହେଉଛି ତ୍ରିଭୁଜ। ଏହାର ନାମ ହେଉଛି ତ୍ରିଭୁଜ। ଏବଂ ଏଠାରେ ଆମେ ଦେଖିବା ଯେ ଏଠାରେ କେତୋଟି ବିନ୍ଦୁ ଅଛି ନା 1 2 3 1 2 3 ଏବଂ ଏଇଠି କେତୋଟି ବାହୁ ବା ଗାର ବା ରେଖାଖଣ୍ଡ ନା 1 2 3। ତେବେ ଆମେ এই ଚିତ୍ରରେ ନା କେତୋଟି ବାହୁ ପାଇଲୁ ନା ବାହୁ ପାଇଲୁ ତିନୋଟି ଏବଂ ବିନ୍ଦୁ ପାଇଲୁ କେତୋଟି ବିନ୍ଦୁ ପାଇଲୁ ତିନୋଟି ଏବଂ ଏ କେତେ ଜାଗାରେ ଏ ତିନୋଟି ରେଖାଖଣ୍ଡ ସ୍ପର୍ଶ କରିଛି ନା 1 2 3। ତେଣୁ ଶୀର୍ଷ ବିନ୍ଦୁ ମଧ୍ୟ ନା ତିନୋଟି। ତେବେ ଆମେ ବିନ୍ଦୁ ଦ୍ୱାରା ଯେଉଁ ଜ୍ୟାମିତିକ ଚିତ୍ର ଗଠନ କଲୁ ଏବଂ ଏଥିରୁ ଆମେ ବାହୁ ବା ବାହୁ ବିନ୍ଦୁ ଏବଂ ଶୀର୍ଷ ବିନ୍ଦୁ ମଧ୍ୟ ପାଇଲୁ। ସେହିପରି ଯଦି ଆମେ ରେଖାଖଣ୍ଡ ବା ବାହୁ ନେଇ ଜ୍ୟାମିତିକ ଚିତ୍ର ଗଠନ କରିବା ସେହି ରେଖାଖଣ୍ଡ ବା ବାହୁ ନେଇ ଆମେ ଯେଉଁ ଚିତ୍ର ଅଙ୍କନ କରିବା ସେ ମଧ୍ୟ ଏକ ଆବଦ୍ଧ ଚିତ୍ର। ତେବେ ଏଠାରେ ମୁଁ 4ଟି ରେଖାଖଣ୍ଡ ନେଉଛି। 4ଟି ରେଖାଖଣ୍ଡ ନେଲି। এই 4ଟି ଯାକ ରେଖାଖଣ୍ଡ ସମାନ ସମାନ ବା এই 4ଟି ରେଖାଖଣ୍ଡର ପ୍ରତ୍ୟେକର ପ୍ରାନ୍ତ ବିନ୍ଦୁ ଅଛି। এই ରେଖାକୁ କ'ଣ କରିଦେବା ନା ସମସ୍ତ ରେଖାଖଣ୍ଡର ଏହି 4ଟି ରେଖାଖଣ୍ଡର ପ୍ରାନ୍ତ ବିନ୍ଦୁ ଗୁଡ଼ିକୁ ଯୋଡ଼ିଦେବା। ଯୋଡ଼ିଲା ପରେ ଆମେ ଏକ ଆବଦ୍ଧ ଚିତ୍ର ପାଇବା। ତେବେ ଆସ ଏହି 4ଟି ରେଖାଖଣ୍ଡ
बा बाहुर प्रांत बिंदु गुड़ी को जोड़ीदेवा। ये एक म रेखा, ये दुई रेखा बा रेखाखंड, ये तीन ये चार्थ मु एक म रेखाखंड नेली, एक म रेखाखंड, ये एक म रेखाखंड रो ये गोटे प्रांत बिंदु, ये गोटे प्रांत बिंदु। दुई रेखाखंड को कौन करी ना जेकोसी प्रांत बिंदु, ए प्रांत बिंदु हो कि ए प्रांत बिंदु हो, जेकोसी एक मु रेखाखंड रो प्रांत बिंदु सहित स्पर्श कराइबी। तेरे दुई रेखाखंड ये ताले ए प्रांत बिंदु को ए प्रांत बिंदु सहित स्पर्श कराइबी। ये है दुई रेखाखंड, पुणी कौन करी तीन रेखाखंड, जेकोसी प्रांत बिंदु एक मो प्रांत बिंदु सहित स्पर्श कराइबी। स्पर्श कराइले एवं चार्थ रेखाखंड, चार्थ रेखाखंड ए प्रांत बिंदु को कौन करी ना तीन अन्य एक प्रांत बिंदु सहित जोड़ीदेवी एवं ए प्रांत बिंदु को कौन करी ना दुई प्रांत बिंदु सहित जोड़ीदेवी। तेबे ये रेखाखंड खंडटी को जोड़िली, तेबे ये एक आबद्ध चित्र है। आबद्ध चित्र बा एथिरे आमे कौन कौन पाइलु ना बाहु, बिंदु, ये बिंदु एवं शीर्ष। शीर्ष ना जो दुईटी रेखाखंड गोटे जगार स्पर्श करथिले से स्पर्श स्थली को ना शीर्ष कहा जाए। शीर्ष एवं ए शीर्ष रे गोटे बिंदु अच्छी, तेणु ए बिंदु को आमे शीर्ष बिंदु बोली कहू ना शीर्ष बिंदु बोली कहू। तेबे आमे जो ज्यामितिक चित्र गठन बा अंकन कलु एथिरे चारोटी बाहु जाक समान बा चारोटी रेखाखंड समान, तेणु या को आमे वर्ग चित्र कहिबा। एहीपरि अनेक चित्र आमे अंकन करिबा बिंदु बिंदु बा रेखाखंड नहीं आमे एहीपरि अनेक प्रकार ज्यामितिक चित्र आमे अंकन करि परिबा। तेबे आमे ज्यामितिर मौलिक धारणा पाइलु। तेबे आसो शेष रे ना कार्य फॉर द एक बाहु अच्छी ना यार बाहु संख्या होची 4, 1 2 3 4 बाहु संख्या 4। ताले हमें बाहु संख्या जगह लिखा
4 ବାହୁ ସଂଖ୍ୟା 4 ହେଲା ମାନେ ତାର ଶୀର୍ଷ ବିନ୍ଦୁ ବି 4 ହେବ। ଦ୍ୱିତୀୟ ଚିତ୍ରଟି ହେଲା ତ୍ରିଭୁଜ। ଏ ତ୍ରିଭୁଜରେ କେତୋଟି ବାହୁ ଅଛି ନା 1 2 3। ତାହେଲେ ବାହୁ ସଂଖ୍ୟା ତ୍ରିଭୁଜର ବାହୁ ସଂଖ୍ୟା ହେଉଛି 3, ବାହୁ ସଂଖ୍ୟା 3 ଏବଂ ତ୍ରିଭୁଜର ବାହୁ ସଂଖ୍ୟା 3 ମାନେ ତାର ଶୀର୍ଷ ବିନ୍ଦୁ ମଧ୍ୟ 3। ତୃତୀୟ ଚିତ୍ର, ଆମେ ତୃତୀୟ ଚିତ୍ରକୁ କହିବା ଆୟତ ଚିତ୍ର। ଆୟତ ଚିତ୍ରରେ ବାହୁ ସଂଖ୍ୟା ନା 1 2 3 4। ବାହୁ ସଂଖ୍ୟା ଆୟତ ଚିତ୍ରରେ ବାହୁ ସଂଖ୍ୟା 4। ବାହୁ ସଂଖ୍ୟା 4 ଅର୍ଥାତ୍ ଶୀର୍ଷ ବିନ୍ଦୁ ସଂଖ୍ୟା ମଧ୍ୟ 4। ଚତୁର୍ଥ ଚିତ୍ର, ଚତୁର୍ଥ ଚିତ୍ରରେ ବା ଚତୁର୍ଥ ଚିତ୍ରଟି ହେଉଛି ଗୋଲକ ବା ବୃତ୍ତ। ବୃତ୍ତରେ କୌଣସି ବାହୁ ନାହିଁ କିମ୍ବା କୌଣସି ବିନ୍ଦୁ ନାହିଁ, ତେଣୁ ଏହି ଗୋଲକ ଚିତ୍ରରେ ବାହୁ ସଂଖ୍ୟା ନାହିଁ ଏବଂ ଶୀର୍ଷ ବିନ୍ଦୁ ସଂଖ୍ୟା ମଧ୍ୟ ନାହିଁ। ତାପରେ ଷଷ୍ଠ ଚିତ୍ରଟି ନା ଷଷ୍ଠ ନୁହେଁ ପଞ୍ଚମ ଚିତ୍ରଟି ହେଲା ବା ପଞ୍ଚମ ଚିତ୍ରରେ କେତୋଟି ବାହୁ ଅଛି ନା 6ଟି। ନା କେତୋଟି ବାହୁ ଅଛି ନା 6ଟି। ତେଣୁ ୟାକୁ ଆମେ କହିବା ଷଡ଼ଭୁଜ ଚିତ୍ର। କ'ଣ କହିବା ନା ଷଡ଼ଭୁଜ। ତାହେଲେ 6ଟି ବାହୁ ଥିବା ଚିତ୍ରକୁ ଆମେ କହିବା ଷଡ଼ଭୁଜ। ତେଣୁ এই ଷଡ଼ଭୁଜ ଚିତ୍ରର ବାହୁ ସଂଖ୍ୟା ହେଉଛି 6 ଏବଂ ଯାହାର ବାହୁ ସଂଖ୍ୟା 6 ଥାଏ ତାର ଶୀର୍ଷ ବିନ୍ଦୁ ମଧ୍ୟ 6। ସେହିପରି ଶେଷ ଚିତ୍ର ବା ଷଷ୍ଠ ଚିତ୍ରଟି ହେଉଛି କ'ଣ ନା ବା ଏଥିରେ କେତୋଟି ବାହୁ ଅଛି ନା 5ଟି ବାହୁ ଅଛି। 5ଟି ବାହୁ ଅଛି, ତେଣୁ ୟାକୁ କୁହାଯାଏ ପଞ୍ଚଭୁଜ। ପଞ୍ଚଭୁଜ ଚିତ୍ର। ତେବେ ୟାର ବାହୁ ସଂଖ୍ୟା ହେଉଛି 5 ଏବଂ ଯାହାର ବାହୁ ସଂଖ୍ୟା 5 ଏବଂ ସେହି ଚିତ୍ରର ଶୀର୍ଷ ବିନ୍ଦୁ ସଂଖ୍ୟା ମଧ୍ୟ 5। ତେବେ ଆମେ এই 6ଟି ଜ୍ୟାମିତିକ ଚିତ୍ର ମଧ୍ୟରୁ 5ଟିର ବାହୁ ଶୀର୍ଷ ବିନ୍ଦୁ ପାଇଲୁ ଏବଂ କାହାର ଆମେ ବାହୁ ବା ଶୀର୍ଷ ବିନ୍ଦୁ ପାଇଲୁ ନାହିଁ, ତାହା ହେଉଛି ଗୋଲକ। ତେବେ ତଳେ ଆମକୁ କହିଛି କ'ଣ ନା ଆମେ ଦେଖିଲେ ଡ୍ୟାସ୍ ଚିତ୍ରର ବାହୁ ନାହିଁ କିମ୍ବା ଶୀର୍ଷ ନାହିଁ। ତେବେ ଆମେ କେଉଁ ଚିତ୍ରର ବାହୁ ବା ଶୀର୍ଷ ପାଇନାହୁଁ ନା ଗୋଲକ। ତେବେ ଗୋଲକ ଚିତ୍ରର ବାହୁ ନାହିଁ କି ଶୀର୍ଷ ନାହିଁ। କାହାର ନା ଗୋଲକ। ଗୋଲକର କାହାର ନା ଗୋଲକର। ଗୋଲକର ଗୋଲକର ବାହୁ ନାହିଁ କି ଶୀର୍ଷ ନାହିଁ। ତେବେ ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ ସେୟାର କମେଣ୍ଟ ସହିତ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ।